ଭାରତ ହେଉଛି ଗୋଟିଏ ପୁରୁଷ କୈନ୍ଦ୍ରିକ ସମାଜ। ଏଠି ଝିଅ ଅପେକ୍ଷା ପୁଅମାନଙ୍କର ଗୁରୁତ୍ୱ ଅଧିକ। ଲୋକମାନେ କହିଥାନ୍ତି ପୁଅମାନେ ସୁନାମୁଣ୍ଡା ହୀରାଖଣ୍ଡ ଆଉ ଝିଅ ହେଲା ମାଟି ହାଣ୍ଡି। ଯେତେବେଳେ ବିବାହ କଥା ଉଠେ ପୁଅଟା ମାଙ୍କଡ଼ ଭଳିଆ ଦେଖାଗଲେ ବି ଚଳିବ, କିନ୍ତୁ ଯେତେବେଳେ କନ୍ୟା ଚଏସ୍ କରାଯାଏ ଝିଅଟା ସର୍ବଗୁଣ ସମ୍ପନ୍ନା ହେବା ଦରକାର। ପୁଅ ଘର ଲୋକ ଯେତେବେଳେ ଯାଇଥାନ୍ତି ଝିଅ ଚଏସ୍ କରିବା ପାଇଁ ସେମାନେ 5ଟା ଗୁଣ ଦେଖିଥାନ୍ତି, 5ଟା କ୍ୱାଲିଫିକେସନ୍ ଦେଖିଥାନ୍ତି। ତାକୁ କୁହାଯାଏ ABCDE କ୍ୱାଲିଫିକେସନ୍। ଆଉ ଏ ମ୍ୟାରେଜ୍ ମଡ଼େଲକୁ କୁହାଯାଏ ABCDE ମଡ଼େଲ ଅଫ୍ ମ୍ୟାରେଜ୍। ତେଣୁ ଏଇ ସବୁ କ୍ୱାଲିଫିକେସନ୍ ଗୁଡ଼ିକ କ'ଣ ଆସନ୍ତୁ ଜାଣିବା। ଏରେ ହେଲା ଏଜ୍ ମାନେ ବୟସ। ଝିଅଟା 18 ବର୍ଷରୁ 21-22 ଭିତରେ ହେବା ଦରକାର। ଯଦି 25 ସେପଟକୁ ଗଲା ତାହେଲେ ସେ ବୁଢ଼ୀ ହେଇଗଲାଣି, ଏଜ୍ ତାର ଏକ୍ସପାୟାର କରିଗଲାଣି। ବିରେ ହେଲା ବିୟୁଟି, ତାମାନେ ଝିଅଟା ସୁନ୍ଦରୀ ହେବା ଦରକାର, ଗୋରୀ ହେବା ଦରକାର। ସିରେ ହେଲା କାଷ୍ଟ ବା ଜାତି, ସମାନ ଜାତିର ହେବା ଦରକାର ଝିଅଟା, ଅନ୍ୟ ଜାତିର ହେଲେ ବାସନ୍ଦ ହେବାକୁ ପଡ଼ିବ। ଡିରେ ହେଲା ଡାଉରୀ ବା ଯୌତୁକ, କନ୍ୟାର ପିତା ପୁଅର ବା ବରର ଯୋଗ୍ୟତା ଦେଖିକରି ଯୌତୁକ ଚିନ୍ତା କରିବ। ଆଉ ଏ ବିଷୟରେ ମଧ୍ୟସ୍ଥିର ମଧ୍ୟ କିଛି ନା କିଛି ଭୂମିକା ଥାଏ, ସେ ଡିଲ୍ କରେ। ଆଉ ଇ ହେଲା ଏଜୁକେସନ୍ ବା ଶିକ୍ଷାଗତ ଯୋଗ୍ୟତା। ଝିଅଟା ଯାହା ହେଲେ ବି କିଛି ପଢ଼ିଥିବା ଦରକାର, ମିନିମମ୍ ମାଟ୍ରିକୁଲେସନ୍ ପଢ଼ିବା ଦରକାର। ଏଇ ABCDE କ୍ୱାଲିଫିକେସନ୍ ବାଦେ ଆଉ ଗୋଟିଏ ବଡ଼ କ୍ୱାଲିଫିକେସନ୍ ହେଲା ତାର ଜାତକ ବା କୁଣ୍ଡଳୀ ମ୍ୟାଚ୍ କରୁଥିବା ଦରକାର, ନହେଲେ ସବୁଥିରେ ଡିସ୍କ୍ୱାଲିଫାଏ ହେଇଯିବ। ଇଏ ସିଷ୍ଟମ୍ ଚାଲିଥିଲା, କିନ୍ତୁ ଝିଅମାନେ ପାଠ ପଢ଼ିବା ଆରମ୍ଭ କଲେ, ନିଜ ଗୋଡ଼ରେ ନିଜେ ଛିଡ଼ା ହେଲେ, ସମାଜକୁ ଠିକ୍ ଭାବରେ ବୁଝିଲେ, ଆଉ ସେମାନେ ନିଜର ସମ୍ମାନ ପ୍ରତି ଟିକେ କନସିୟସ୍ ହେଇଗଲେ। ତାପରେ ଏଇ ABCDE ମଡ଼େଲର ଫର୍ମାଟ୍ ଟିକେ ଚେଞ୍ଜ ହେଇଗଲା। ଏବେ ଝିଅ ପୁଅକୁ ବାଛୁଛି, ପୁଅ ମଧ୍ୟ ଝିଅକୁ ବାଛୁଛି। ଚଏସ୍ ଦୁଇ ଜଣଙ୍କର ବର୍ତ୍ତମାନ ସମାନ ଭାବରେ କନସିଡରେସନ୍ କରାଯାଉଛି। କିନ୍ତୁ ଯେତେବେଳେ ପୁଅ ଝିଅର କ୍ୱାଲିଫିକେସନ୍ ଖୋଜେ ଆଉ ଏଜ୍ଟା ଫିଜିକାଲ୍ ଏଜ୍ ନୁହଁ, ମେଣ୍ଟାଲ୍ ଏଜ୍, ମାନେ କିଏ କେତେ ମ୍ୟାଚିଓର୍ଡ। ତେଣୁ ସଚିନ ତେନ୍ଦୁଲକର ଠାରୁ ଅଞ୍ଜଳି ତାଙ୍କ ସ୍ତ୍ରୀ ବୟସରେ ଅଧିକ, ପ୍ରିୟଙ୍କା ଚୋପ୍ରାଙ୍କ ଠାରୁ ତାଙ୍କର ସ୍ୱାମୀ ବୟସରେ ବହୁତ ସାନ। ଇଏ ହେଉଛି ନ୍ୟୁ ଟ୍ରେଣ୍ଡ। ଆଉ ବି ସେଇ ବାହ୍ୟ ସୁନ୍ଦରତାଟା ନୁହଁ, ବର୍ତ୍ତମାନ ଭିତର ସୁନ୍ଦର ହେବା ଦରକାର। କାଇଣ୍ଡ, କେୟାରିଂ, କମ୍ପାସନେଟ୍, ଅଣ୍ଡରଷ୍ଟାଣ୍ଡିଂ ଏସବୁ ଗୁଣ ଥିବା ଦରକାର। ଆଉ ସେ ଆଉ କାଷ୍ଟ ନୁହଁ, ସେ କ୍ଲାସ୍। ମାନେ IAS କୁ ବାହା ହେଉଛି, OS କୁ ବାହା ହେଉଛି, ଡାକ୍ତରକୁ, ଇଞ୍ଜିନିୟରଙ୍କୁ, IT ପିଲାଙ୍କୁ, ଆଉ MBA ପିଲାଙ୍କୁ ଏଇଭଳି ମ୍ୟାରେଜ୍ ହେଉଛି। ଏଇଟା ହେଉଛି ଶ୍ରେଣୀ। ଆଉ ଡି ସେଟା ଡାଉରୀ ନୁହଁ, ବର୍ତ୍ତମାନ ଡିଜିଟାଲ ଏଜୁକେସନ୍, ମାନେ କମ୍ପ୍ୟୁଟର ଜ୍ଞାନ ଥିବା ଦରକାର। କୌଣସି ସମୟ ନା କୌଣସି ସମୟରେ ସେ କାମରେ ଆସିବ। ଆଉ ଇ ଯେଉଁଟା ଏଜୁକେସନ୍ ଥିଲା, ଏବେ ତ ସମସ୍ତେ ଏଜୁକେଟେଡ୍, ସମସ୍ତେ ଗ୍ରାଜୁଏଟ୍। ତେଣୁ ଝିଅର ଇକୋନୋମିକ୍ ଇଣ୍ଡିପେଣ୍ଡେନ୍ସ ଥିବା ଦରକାର। ସେ ବାହା ହେଇକି ଆସିକି ରୋଷେଇ କରିବ ବା ଛୁଆ ଜନ୍ମ କରିବ, ଶାଶୁ ଶ୍ୱଶୁରଙ୍କ ସେବା କରିବ, ସେ କନସେପ୍ଟ ଚାଲିଗଲାଣି। ବର୍ତ୍ତମାନ ତାକୁ ନିଜେ ଇକୋନୋମିକ୍ ଇଣ୍ଡିପେଣ୍ଡେଣ୍ଟ ହେବା ଦରକାର। ସ୍ୱାମୀ ସ୍ତ୍ରୀ ଉଭୟ ଚାକିରି କରିବା ଦରକାର, ନହେଲେ ଏ ସମାଜରେ କଷ୍ଟ ଅଫ୍ ଲିଭିଂ ଯାହା, ଜଣକ ସାଲେରୀରେ ଚଳିବା ମୁସ୍କିଲ। ତେଣୁ ABCDE ଏଇ ଯେଉଁ ମଡ଼େଲର ଫର୍ମାଟ୍ କେମିତି ଚେଞ୍ଜ ହେଇଗଲାଣି। ତେଣୁ ବର୍ତ୍ତମାନ ଏଇ ଯେଉଁ ABCDE ମଡ଼େଲ ଅଫ୍ ମ୍ୟାରେଜ୍ ଆଗକୁ କ'ଣ ରୂପ ନେଉଛି ଦେଖିବାକୁ ବାକି ରହିଲା। ଥ୍ୟାଙ୍କ ୟୁ ଭେରି ମଚ୍। ପୁଣି ଦେଖାହେବ ଆଉ ଗୋଟିଏ ନୂଆ ବିଷୟ ଉପରେ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ନମସ୍କାର।